ଆଜିର ଟପିକ୍ ଆରମ୍ଭ କରିବା ଆଗରୁ ଆମ ତରଫରୁ ସମସ୍ତଙ୍କୁ ଶୁଭକାମନା। ସମସ୍ତଙ୍କୁ ଅନୁରୋଧ, ଦୟାକରି ଭିଡ଼ିଓଟିକୁ ଫରୱାର୍ଡ଼ ନ କରି ସମ୍ପୂର୍ଣ୍ଣ ଦେଖନ୍ତୁ ଅନ୍ତିମ ପର୍ଯ୍ୟନ୍ତ। ଆଜିର ଟପିକ୍ ଆରମ୍ଭ କରିବା ଆଗରୁ ଆଜିର ବିଷୟ କିଛି ଜାଣିନେବା। ଆଜି ଆମର କ'ଣ କୁହାଯାଏ ନା ୱାର୍ଲଡ଼ ଡେ ଅଫ୍ ସୋସିଆଲ ଜଷ୍ଟିସ୍, ମାନେ ବିଶ୍ୱ ସାମାଜିକ ନ୍ୟାୟ ଦିବସ। ଏହି ଦିବସଟି ଜାତିସଂଘ ଦ୍ୱାରା ଦାରିଦ୍ର୍ୟ, ବହିଷ୍କାର ଏବଂ ବେକାରିଆ ଲୋକମାନଙ୍କ ପାଇଁ, ଯେଉଁମାନେ କି ବେକାର ଆସନ୍ତି, ସେଇଟା ସମାଧାନ କରିବା ପାଇଁ ବିଶ୍ୱ ସ୍ତରରେ ଆଜି ଅର୍ଥାତ୍ 20 ତାରିଖ ଫେବୃଆରୀ ମାସଟିକୁ ବିଶ୍ୱ ସାମାଜିକ ନ୍ୟାୟ ଦିବସ ରୂପରେ ପାଳିତ କରାଯାଏ। ଏହାର ମେନ୍ ଉଦ୍ଦେଶ୍ୟ ହେଲା କ'ଣ ନା ଦାରିଦ୍ର୍ୟ, ବହିଷ୍କାର, ବେକାରିଆ ସମାଧାନ କରିବା ଏବଂ ସମାଜ ମଧ୍ୟରେ ଏକାତ୍ରିତା ଏବଂ ସୁଯୋଗର ସମାନତାକୁ ପ୍ରୋତ୍ସାହନ କରିବା। ୟା ଉପରେ ଗଭର୍ଣ୍ଣମେଣ୍ଟ ବି ତାର ପ୍ରେସ୍ ରିଲିଜ୍ କରିଛି। ଏଇଟା ତମର ଅଛି ୱାର୍ଲଡ଼ ଡେ ଅଫ୍ ସୋସିଆଲ ଜଷ୍ଟିସ୍ ଏବଂ ଗଭର୍ଣ୍ଣମେଣ୍ଟ ତାର ଡିଫରେଣ୍ଟ ଇନିସିଏଟିଭ୍ସ କରିଛି। ଡିଫରେଣ୍ଟ ଇନିସିଏଟିଭ୍ ମାନେ କ'ଣ କଲେ କେଉଁଟା ହେବ କ'ଣ ନାହିଁ, ଡିଫରେଣ୍ଟ ତାର ଆର୍ଟିକଲ୍ସ ବି ଅଛି ସେ ରିଗାର୍ଡ଼ିଂ। ତମର ଫର ଏକ୍ଜାମ୍ପଲ୍ ଦେଖ, ତମର ପ୍ରଧାନମନ୍ତ୍ରୀ ଅନୁସୂଚିତ ଜାତୀୟ ଅଭିଯାନ ଯୋଜନା ଅଛି, PMAJY ଯୋଜନା ଅଛି, ଡିଫରେଣ୍ଟ ଟାଇପ୍ର ସ୍କିମ୍ ଅଛି, ପର୍ପଲ୍ ଫ୍ଲେକ୍ସ ଅଛି, ଡିଫରେଣ୍ଟ ଟାଇପ୍ ଲୋକଙ୍କୁ ପ୍ରୋତ୍ସାହନ କରାଯାଇଛି। ନେକ୍ସଟ ତମର କ'ଣ ଆସିଲା, ବର୍ତ୍ତମାନ ତମର ଏବେ ଟପିକ୍ ଷ୍ଟାର୍ଟ କରିବା। ଆଜିର ଟପିକ୍ କ'ଣ ହେଉଛି ନା ତମର ପ୍ରି ଏକ୍ଜାମ୍ ଟ୍ରେନିଂ କ'ଣ। ତମର ଯେତେବେଳେ SBI କିମ୍ବା ବ୍ୟାଙ୍କିଂର ଯେକୌଣସି ପକାଉଛ, ଫର ଏକ୍ଜାମ୍ପଲ୍ SBI PO ପକାଅ, କିମ୍ବା SBI କ୍ଲର୍କ ପକାଅ, କିମ୍ବା SBI ଜୁନିୟର ଆସୋସିଏଟ୍ ପକାଅ, କିମ୍ବା SBI SO ପକାଅ, IIBFର କୌଣସି ଏକ୍ଜାମ୍ ପକାଉଛ ବୋଲେ ତମର କ'ଣ ଥାଏ, ଗୋଟେ ଅପସନ୍ ଥାଏ ତମର ନା ପ୍ରି ଏକ୍ଜାମ୍ ଟ୍ରେନିଂ ବୋଲି ଥାଏ। କ'ଣ ଥାଏ ନା ପ୍ରି ଏକ୍ଜାମ୍ ଟ୍ରେନିଂ। ପ୍ରି ଏକ୍ଜାମ୍ ଟ୍ରେନିଂ ତମର କ'ଣ ଥାଏ ନା ତମର ମେନଲି SC ST OBC ଆଉ ହ୍ୟାଣ୍ଡିକ୍ୟାପ୍ ପିଲାମାନେ ଥାଏ। ତମର କ'ଣ ନା ତମେ ଯଦି ୟେସ୍ ମାରୁଛ ବୋଲେ ତମର ସେ ଜଷ୍ଟ ପଚାରିବ। ଦୁଇଟା ଅପସନ୍ ଥାଏ ନର୍ମାଲି ତମର ସବୁ ଅନଲାଇନ୍ କା ହୁଏ ଜିନିଷ ପ୍ରି ଏକ୍ଜାମ୍ ଟ୍ରେନିଂ। ପ୍ରି ଏକ୍ଜାମ୍ ଟ୍ରେନିଂ ତମର କ'ଣ ନା ଗୋଟେ ତମେ ଏଇ ଯେଉଁ ଅପସନ୍ଟା ତମର କ'ଣ ଥାଏ ନା କେବଳ ଆପ୍ଲାଏ କଲାବେଳେ, ଯଦି ତମେ ଆପ୍ଲାଏ କରୁଥିବ SBIର PO ହଉ ବା ତମେ ଯେକୌଣସି ଜବ୍ ଆପ୍ଲାଏ କରୁଥିବ, ତାର ଆପ୍ଲାଏ କଲାବେଳେ ହିଁ ତମର କ'ଣ ଦେଖେଇବ ନା ଏ ଅପସନ୍ଟା ଦେଖେଇବ ଥାର୍ଡ଼ ପେଜ୍ରେ, ଯେଉଁଟା କ'ଣ ପ୍ରି ଏକ୍ଜାମ୍ ଟ୍ରେନିଂଟା ହେଲା। ଏଇଟା ୟେସ୍ ମାରୁଛ ତାହେଲେ ତୁମକୁ ପ୍ରି ଏକ୍ଜାମ୍ ରିଗାର୍ଡ଼ିଂ ତମର ଆସିବ, ଆଡ଼ମିଟ୍ କାର୍ଡ଼ ଆସିବ। ତୁମେ ତାକୁ ଆଡ଼ମିଟ୍ କାର୍ଡ଼ ତ ନାହିଁ, ତୁମକୁ ଆକ୍ଚୁଆଲି କାଇଣ୍ଡ ଅଫ୍ ଅନଲାଇନ୍ରେ ଲଗ୍ଇନ୍ କରି ତୁମକୁ ପ୍ରିଭିୟସ୍ ଷ୍ଟଡ଼ି ମେଟେରିଆଲ୍ସ ସେ ପ୍ରୋଭାଇଡ଼ କରିବ। ଯେଉଁଟା ତୁମେ ଚେକ୍ କରିଦେଇପାରିବ, ଜାଣିପାରିବ, ବୁଝିପାରିବ। ଆଉ ଆରେ ତୁମର କ'ଣ ଥିବ, ଜଷ୍ଟ ଅପସନ୍ କ'ଣ ଦେବ ସେ ୟେସ୍ କିମ୍ବା ନୋ ମାରିବ। ୟେସ୍ ମାରିଲା ପରେ ତୁମର ଡିଟେଲ୍ସ ପଚାରିବ, ସେଣ୍ଟର ଡିଟେଲ୍ସ ପଚାରିବ, ଯେଉଁଟାକି ତୁମ ନର୍ମାଲି ଅନଲାଇନ୍ କା ହୁଏ, ଅଫଲାଇନ୍ କେବେ ହୁଏ ନାହିଁ ବର୍ତ୍ତମାନ କଣ୍ଡିସନ୍ ପାଇଁ। ନେକ୍ସଟ ତୁମର କ'ଣ ଆସିଲା, ତୁମର କ'ଣ ଯଦି ତୁମେ ୟେସ୍ ମାରିଛ ହେଲେ ତୁମେ କ'ଣ କରିବ ନା ତୁମର ଯେତେବେଳେ ରେଜିଷ୍ଟ୍ରେସନ୍ ନମ୍ବର ଦିଆହେଇଥିବ ସେ ରେଜିଷ୍ଟ୍ରେସନ୍ ନମ୍ବର ଥ୍ରୁରେ ଆଉ ତୁମ ଡେଟ୍ ଅଫ୍ ବାର୍ଥ ମାରିକି ତୁମେ ଲଗ୍ଇନ୍ କରିବ। ଲଗ୍ଇନ୍ କଲେ କ'ଣ ନା ତୁମର ଗୋଟେ ଟେବୁଲ୍ ଖୋଲିବ। ଏଇଟା ତୁମର କ'ଣ ଅଛି ନା ପ୍ରି ଏକ୍ଜାମ୍ ଟ୍ରେନିଂର ଗାଇଡ଼ଲାଇନ୍। ଏଇଟା ଆରେ ତୁମର କ'ଣ ଅଛି ନା ଜଷ୍ଟ ତୁମର 3 ଦିନ ଟ୍ରେନିଂ ଥାଏ, କେଉଁଟା 3 days ଟ୍ରେନିଂ ଥାଏ, କେଉଁଟା 5 days ଥାଏ, କେଉଁଟା 7 days ଥାଏ। ଏଇଟା ଭେରି କରେ, ହେଲେ ତାଙ୍କେ ଗୋଟେ ଡେ କାଢ଼ିବେ, ତା ହିସାବରେ ତୁମକୁ ଡେଲି ଲଗ୍ଇନ୍ କରିବାକୁ ପଡ଼ିବ। ଲଗ୍ଇନ୍ କଲେ ତୁମ ପାର୍ଟ ଖୋଲି ଯିବ ହେଲା। ହେଲେ ଏଇଟା ଦେଖ ତୁମର କ'ଣ ଅଛି, ଏଇଟା ନା Day 1 Day 2 Day 3 ଅଛି। ଏଇଟା 3 day ଟ୍ରେନିଂଟା। ଆରେ ତୁମର କ'ଣ ଥାଏ ନା ନର୍ମାଲି ଡିଫରେଣ୍ଟ ଟାଇପ୍ର କଣ୍ଟେଣ୍ଟ ଥାଏ। ଫର ଏକ୍ଜାମ୍ପଲ୍ କିଏ PDF ଦିଏ, କିଏ PPT ଦିଏ, କିଏ ଭିଡ଼ିଓ ଦିଏ, କିନ୍ତୁ ତାର ମେନ୍ ହେଲା କ'ଣ ଲାଷ୍ଟ ଏଣ୍ଡିଂ ଗାଇଡ଼ଲାଇନ୍ କ'ଣ ତୁମର ଏକ୍ଜାମ୍ ରିଲେଟେଡ୍ କ୍ୱେଶ୍ଚିନ୍ସ ହଉ ବା ପ୍ୟାଟର୍ନସ୍ ହଉ ଏଇ ଡିସ୍କସନ୍ କରିବା ମେନଲି ହେଲା। ଫର ଏକ୍ଜାମ୍ପଲ୍ ତୁମର ଏଇଟା ଆସିଲା ଡାଟା ଆନାଲିସିସ୍ର ଆସିଲା। ନେକ୍ସଟ ତୁମେ ଖୋଲିଲ, ତୁମର ତାର ଅଲଗା ଆସିବ। ଏଇଟା ତୁମର କ'ଣ ଆସିଲା ନା ରିଜନିଂ ଏବିଲିଟି କମ୍ପ୍ୟୁଟର ସେଟ୍ ଆସିଲା। ଡିଫରେଣ୍ଟ ଜିନିଷ ଆସୁଛି ଏଇଠି ତୁମର। ଏଇଠି କ'ଣ ତୁମର ଏଇ ଚାପ୍ଟରରେ ତୁମ ଜିନିଷ ଏକ୍ସପ୍ଲେନ୍ କରାଯାଇଥିବ ହେଲା। ଏଇଟା ତୁମର ମଡେଲ୍ ସେଟ୍ କ୍ୱେଶ୍ଚିନ୍ ଆସିଲା। ତୁମର ଡିଫରେଣ୍ଟ ସେକ୍ସନ୍କୁ ନେଇ ସେ ତୁମର କ'ଣ ନା ଏକ୍ସପ୍ଲେନ୍ କରିଥିବ। ଏଇଟା ତୁମର କ'ଣ ମେନଲି ନା ତୁମର ପଢ଼ାପଢ଼ି କରିକି ତୁମର ପ୍ରିପେୟାର କରିବ ଏକ୍ଜାମ୍ ପାଇଁ। ପ୍ରି ଏକ୍ଜାମ୍ ଟ୍ରେନିଂର ଜଷ୍ଟ ମିନିଂ କ'ଣ, ତୁମେ ଜଷ୍ଟ ଲଗ୍ଇନ୍ କଲ ତୁମକୁ କିଛିଟା ଷ୍ଟଡ଼ି ମେଟେରିଆଲ୍ ପ୍ରୋଭାଇଡ଼ କଲା, ତୁମେ ତାକୁ ଓଭରଲୁକ୍ କଲ, ବାସ୍ ମେନ୍ କାମ ଏତିକି, ତା ଛଡ଼ା ଆଉ କିଛି ନୁହେଁ ହେଲା। ଆଉ ଗୋଟେ ମନେ ରଖ, ଏଇଟା ସବୁବେଳେ ଫ୍ରି ଥାଏ। ଆଉ ଗୋଟେ ମନେ ରଖ, ପ୍ରି ଏକ୍ଜାମ୍ ଟ୍ରେନିଂ ପାଇଁ ସବୁବେଳେ ଯେକୌଣସି IIPF SBI ପକାଅ, ତୁମର କାହିଁରେ ଆସିବ ନା ତୁମର ମେଲ୍ରେ, ଯେଉଁ ମେଲ୍ ରେଜିଷ୍ଟ୍ରେସନ୍ କାର୍ଡ଼ ଦେଇଥିବ ସେଇ ମେଲ୍ରେ ହିଁ ତୁମର
तार एडमिट कार्ड रिगार्डिंग बा केबे ऑनलाइन ट्रेनिंग तुम अच्छी प्री एग्जाम तार सब तुम मेल रे ही आसो आ लॉगिन करने तुम किसी ना जस्ट तुम रजिस्ट्रेशन नंबरटा जो तुम कौन अप्लाई करा मिलती आ तुम डेट ऑफ बर्थ मेंशन प्रोवाइड करा पड़े प्रोवाइड कले तुम ए पेजटा खुल ए पेज तुम कौन डे प्लस तुम कंटेंट दे पार्ट 1 पार्ट 5 पार्ट 1 पार्ट 5 पार्ट 1 पार्ट 5 तुम 17 18 20 20 तीन तुम ये 3 डेज नेक्स्ट तुम कौन आसला ना एसबीआई पीओ एग्जाम केबे अच्छी एसबीआई पीओ तुम एग्जाम केबे अच्छी एक्सपेक्टेड अच्छी मार्च 8 ରୁ 24 भितर है कि मन रख ए डेट जाक आगे बच हो से प्रिपरेशन करने रेडी हो जाओ नेक्स्ट तुम कौन आसला ना एसबीआई पीओ सिलेबस आ कौन तुम एसबीआई पीओ जो अप्लाई कराई बर्तमान जो मैंने कर सिलेबस तुम मेन है 3टा स्टेप अच्छी गोटे है फेज 1 है प्रिलिम्स नेक्स्ट तुम आसला कौन फेज 2 जो तुम गोटे जस्ट मेन एग्जाम हम तुम फेज 3 आसला तुम कौन तुम कंपनी माने डिफरेंट टाइप टेस्ट अच्छी है 3टा टेस्ट तुम मेंशन कराई तुम ताको देखिए कोड़ा को मार्क के इंटरव्यू के ग्रुप एक्सरसाइज के तुम साइकोमेट्रिक टेस्ट अच्छी डिफरेंट टाइप जिनस अच्छी ये तुम को मेन रे केते ग्रुप एक्सरसाइज केते डिफरेंट डिफरेंट अच्छी कराई आने के टोटल मार्क सब मेंशन करा जाई अच्छी गोटे दिन मन रख ईच जिनसर तुम मार्क थाए आउ ईच जिनसर माइनस मार्किंग भी थाए से बोली तुम सब एग्जाम माइनस मार्किंग थाए ता हिसाब तुमको प्रैक्टिस करा पड़ो से जी तुम बुझे ता हिसाब से अटेंड कर अधिक अटेंड कर जो कौन तुम उल्टा माइनस मार्किंग हो नेक्स्ट तुम आसला कौन प्रीवियस ईयर क्वेश्चंस तुम ये एसबीआई पीओ कंप्लीट सिलेबस देती एक्सप्लेन कराई इंक्लूडिंग मार्क यहाँ तुम कैरियर पावर तरफ ये भल वेबसाइटा तुम रेफर कर दे पार साथ तुम ये कौन एसबीआई पीओ प्रीवियस ईयर क्वेश्चंस मेंशन कर तुम आउ कौन कर ना एसबीआई पीओ तुम मॉक टेस्ट अच्छी मुझे तुमको आगुरी ग्रुप यूट्यूब छाड़ी पुणी तुमको एक्सप्लेन करदेवी मोर यूट्यूब रे प्रीवियस ईयर क्वेश्चंस केमती पाइबो आडार केमती लॉगिन करिवो केमती रजिस्ट्रेशन करिवो मेंशन करछि मैं मोर वीडियो ऑनलाइन वीडियो चेक कर दे पारिबो जो माने मोर प्रीवियस वीडियो देखि नाओ से माने मोर प्रीवियस वीडियो देखि नियो काहेकि ना तमर तारे प्रीवियस ईयर तुम प्रीवियस वीडियो कौन ना एसएससी रेलवे डिफरेंट तुम ई बुक जा केमती अच्छी कौन नहीं रीजनिंग टू आरंभ करी तुम एप्टीट्यूड आरंभ करी जीके आरंभ करी तुम मैथ अच्छी प्लस तार अन्य करेन्ट अफेयर भी अच्छी तो तार डिफरेंट सब मेंशन कराई मन रख तुम मु सब मोर वीडियो तले लिंक मेंशन कर दे थाए तुम डायरेक्टली लिंक रू जाई तुम डायरेक्ट चेक कर दे पारिबो सेतपई बोली तुम किसी असुविधा होची डायरेक्टली तले लिंक अच्छी तुम सेक्शन कराई तुम सब तुम मेंशन कर चैप्टर वाइज तुम मेंशन कराई तुम दे दे पारिबो मार्किंग कराई तुम किसी डाउट अच्छी ताल तुम कमेंट कर दे पारो एवं समस्ते मो वीडियो को लाइक शेयर एवं सब्सक्राइब करंतु जो द्वारा कि आपण माने अपडेट ही रही पारिबे अंतिम देखथिबार धन्यवाद।